ଜୟ ଜଗନ୍ନାଥ ଭାଇ ମାନେ। ଆଉ ସବୁ ଭଲ ଅଛି ଏଠି? ହଁ ଆପଣ ତ ସବୁ ଭଲ ଥିବେ ଆଉ। ଆଜି ମୁଁ ଦି ତିନିଟା ଲୋକଙ୍କଠୁ ଶୁଣିଲି, ମୋତେ ସେ ଲୋକ କହିଥିଲେ ଯେ ପୁଅ ପାଠ ପଢ଼ୁନୁ କ'ଣ ପାଇଁ? ପାଠ ପଢ଼ିଥିଲେ ଏଇନେ ଦୁଇ ପଇସା କମେଇଥାନ୍ତୁ, ଚାକିରି କରିଥାନ୍ତୁ, ଦୁଇ ପଇସା କମେଇଥାନ୍ତୁ। କିନ୍ତୁ ସେ ଜାଣିନାହାନ୍ତି ଯେ ଚାକିରି ବାଲା ଯେତିକି ଖର୍ଚ୍ଚ କରୁନାହାନ୍ତି କିନ୍ତୁ ମୁଁ ସେତିକି ଖର୍ଚ୍ଚ କରୁଛି। ଆଉ ଏଇଟା ଗୋଟେ କଥା, ଚାକିରି କରିଦେଲେ ଦୁଇ ପଇସା କମେଇ ଦେଲେ କିଛି ହେବନି। ପେଟକୁ ଗଣ୍ଡେ ଖାଇବାଟା ବି ଦରକାର। କେମିତି ଖାଇବ? କ'ଣ ପଇସା କମେଇ ଦେଲେ ଖାଇଦେବ? ଆରେ ପଇସା ତୁମେ କମେଇ ଦେଲେ କିଛି ହେବନି। ଆମରି ଭଳିଆ ଯଦି ପିଲା ଥିବେ, ଯଦି ଚାଷ କରୁଥିବେ, ଆମେ ଚାଷ କଲେ ହିଁ ସିନା ଚାଷୀ ଚାକିରି ବାଲା ଖାଇପାରିବେ, କେମିତି ଖାଇବେ? ଆମଠୁ ହିଁ ସେ ଚାକିରି ବାଲା ଆସିବେ, ଆମଠୁ ହିଁ ପଇସା ଦେବେ, ଆମକୁ ଦେବେ, ଆମଠୁ ନେଇକି ହିଁ ଖାଇବେ। ତ ସେଥିପାଇଁ କହୁଛି, ଭଗବାନ ଦେଇଛନ୍ତି ଉପରୁ, ସେ ଯାହାକୁ ପଠେଇଛନ୍ତି, ଯାହାର ଚାକିରି ହେବା କଥା ପାଠ ପଢ଼ି ଚାକିରି ହେଲା, ଯାହାର ପାଠ ନହେଲା ସେ ଚାଷ କଲା, ସେଥିରେ କିଛି କଥା ନାହିଁ ହେଲା। ତ ଏତିକି ମୁଁ କହୁଛି ବୁଝିଯାଅ ସବୁ। ଖାଲି ଚାକିରି କରିଦେଲେ ଦୁଇ ପଇସା କମେଇ ଦେଲେ କିଛି ହେବନି। ଉପରୁ ଯାହା ହେଇଥିବ ସେଇଆ ହିଁ ସମସ୍ତଙ୍କର ଭାଗ୍ୟ ଲେଖା ହେଇଥିବ। ଜୟ ଜଗନ୍ନାଥ।